କେନ୍ଦୁଲିପି ଡିଏଫଓଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଆଉ ଏକ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କେନ୍ଦୁଝର ଜିଲ୍ଲାର କେନ୍ଦୁଲିପି ଡିଏଫଓଙ୍କ ଅନୁଗୁଳ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ବାଲେଶ୍ୱର ଓ କଟକ ସେଲ୍ ଡିଭିଜନ ପକ୍ଷରୁ ଅନୁଗୁଳ ସହର ଶିମିଳିପଡ଼ା ବାସଭବନରେ ଚଢ଼ାଉ ଜାରି ରହିଛି। ଅନୁଗୁଳ ଜିଲ୍ଲାର ଶିମିଳିପଡ଼ା ବାସଭବନ, ମାଟିଆ ସାହି ପୈତୃକ ବାସଭବନ, ଜଗନ୍ନାଥପୁର ଶ୍ୱଶୁର ଘରେ, କେନ୍ଦୁଝର ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନ, ଡିଏଫଓଙ୍କ ପୁଅ ରହୁଥିବା ନୟାଗଡ଼ର 2ଟି ସ୍ଥାନ ମୋଟ 7 ଗୋଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି। ଅନୁଗୁଳ ଶିମିଳିପଡ଼ାରେ 12 ଜଣ ଚଢ଼ାଉ ବେଳେ ନଗଦ ଟଙ୍କା, ସୁନା ଗହଣା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ 115ଟି ପ୍ଲଟ ମିଳିଥିବା ବେଳେ ଦାମୀ କାଠରେ ତିଆରି ହୋଇଥିବା ପଲଙ୍କ, ସୋଫା ସେଟ୍, ଆଲଣା ସହ ଦେଶୀ ବନ୍ଧୁକ, ଧନୁତୀର, କଟୁରୀ, ଟାଙ୍ଗିଆ ଆଦି ଭିଜିଲାନ୍ସ ବିଭାଗ ଜବତ କରିଛି। ଦିନ 2 ଘଟିକାରୁ ଏହି ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜାରି ରହିଛି ଏହି ଚଢ଼ାଉ।